ଯେଉଁ ଛୁଆମାନେ ପାଠପଢ଼ାରେ ଦୁର୍ବଳ ଅଛନ୍ତି, ପାଠପଢ଼ା ନା ଶୁଣିଲେ ବିରକ୍ତ ଭାବ ପ୍ରକାଶ କରୁଛନ୍ତି, ସେହି ଛୁଆମାନଙ୍କ ପାଇଁ ଆଜି ଏଇ ଟିପ୍ସ। ଛୁଆମାନେ ତ ଉପାୟ କରିପାରିବେନି, ଛୁଆମାନଙ୍କର ମା ଏଇ ଉପାୟଟି କରିବେ। କ'ଣ କରିବେ? ଆପଣ ଛୁଆଙ୍କର ବ୍ୟାଗ୍ରେ, ପାଠପଢ଼ା ବ୍ୟାଗ୍ରେ କିଛି ଗୋମତୀ ଚକ୍ର ରଖିଦେବେ ଏବଂ ଗୋଟେ ୟେଲୋ କଲର୍ର ରୁମାଲ ତାର ବ୍ୟାଗ୍ରେ ରଖିଦେବେ। ତାକୁ ଯେତେବେଳେ ମଧ୍ୟ ପିଇବା ପାଇଁ ପାଣି ଦେଉଥିବେ, ଆପଣ ଗୋଟେ ବୋଟଲରେ ଭଲ ପ୍ୟୁରିଫାୟରରୁ ପାଣି ଭର୍ତ୍ତି କରି ରଖିଦେଇଥିବେ। ସେଇ ପାଣି ବୋଟଲଟିକୁ ଆପଣ ଆପଣଙ୍କ ଘରର ନର୍ଥ ଇଷ୍ଟ କର୍ଣ୍ଣରରେ ଆପଣ ରଖିଥିବେ। ତାକୁ ଯେତେବେଳେ ମଧ୍ୟ ଶୋଷ ଲାଗୁଥିବ ସେ ପାଣି ବୋଟଲଟିକୁ ପିଇବ। ଆପଣ ସେଫ୍ଲି ରଖିବେ, ତାର କଭର ଲଗେଇକି ରଖିବେ। ପାଣି ବୋଟଲଟି ପ୍ୟୁରିଫାୟର ୱାଟର ରଖିବେ। ସେ ଯେମିତି ତାକୁ ଯେତେବେଳେ ଶୋଷ ଲାଗିବ ସେଇଠୁ ପାଣି ନେଇକି ସେ ପିଇବ ଏବଂ ତାର ପାଠ ପଢ଼ିବା ମୁହଁଟି ସବୁବେଳେ ପୂର୍ବ ଦିଗ ପଟେ ରଖିବେ ଏବଂ କେବେ ମଧ୍ୟ ଖଟ ଉପରେ, ବିଛଣା ଉପରେ ସେ ବସିକି ପାଠ ଯେମିତି ନ ପଢ଼ିବ ତାହା ସେଥିପ୍ରତି ଆପଣ ଧ୍ୟାନ ଦେବେ। ଏହି ଛୋଟ ଛୋଟ ଉପାୟଟି କରନ୍ତୁ। ଛୋଟ ଛୋଟ ଉପାୟ ଗୁଡ଼ିକ ଆପଣ କରିବା ଦ୍ୱାରା ଆପଣ ନିଶ୍ଚୟ ଦେଖିପାରିବେ ଯେ ଆପଣଙ୍କର ଛୁଆର ପାଠପଢ଼ାରେ ବହୁତ ଇମ୍ପ୍ରୁଭମେଣ୍ଟ ହେଇଛି। ସେ ଯାହା ପଢ଼ିଛି ମନେ ରଖୁଛି, ତାର ସ୍ମରଣ ଶକ୍ତି ମଧ୍ୟ ଇମ୍ପ୍ରୁଭମେଣ୍ଟ ହେଇଛି।